କାଲି କିଏ ଦେଖିଛନ୍ତି, କାଲି କ'ଣ ହବ କ'ଣ ନାହିଁ କିଏ ଜାଣିଛି। ସେଥିପାଇଁ ଆଜିର ଦିନରେ ଆମ ପାଖରେ ଯାହା ଅଛି ତାକୁ ନେଇକି ଖୁସି ହେଇଯିବା କଥା ଆଉ ଏନ୍ଜୟ କରିବା କଥା। ଆଜିକାଲି ତ ଏଜ୍ 30 କ୍ରସ୍ କଲା ବେଳକୁ ଗଣ୍ଠି ଦରଜ ହେଉଛି, ଅଣ୍ଟା ଦରଜ ହେଉଛି, ଆଉ ଆମର 40-45 ଏଜ୍ ହେଲା ବେଳକୁ ବୋଧେ ଆମର ଆଉ ଚାଲିପାରିବାନି, ଆଉ ବୁଲିବା ତ ସେତେବେଳକୁ ସ୍ୱପ୍ନ ହେଇଯାଇଥିବ ବୋଧେ। ଏଇ କଥା ଭାବିକି ଏବେ ଯେବେ ବି କିଛି ବୁଲିବା ପାଇଁ ଟିକେ ଚାନ୍ସ ମିଳେ ଜମା ମିସ୍ କରେନି। ଏଟଲିଷ୍ଟ ସେତେବେଳକୁ ଲାଇଫ୍ରେ ଆଉ ଅଫସୋସ ରହିବନି। ମୋତେ ବୁଲିବା ବହୁତ ପସନ୍ଦ, ସେଥିପାଇଁ ତ କାଲି ରାତିରୁ ଥଣ୍ଡା ମେଡ଼ିସିନ ଖାଇଦେଇକି ଶୋଇଥିଲି ଆଜି ସକାଳୁ ବୁଲିବାକୁ ଯିବା ବୋଲିକି। ସମୟ ସିଚୁଏସନ୍ ଦେଖିକି ତ ଲାଇଫ୍ରେ ଆଡ଼ଜଷ୍ଟ କରିବାକୁ ପଡ଼େ। ବଡ଼ ବଡ଼ ଜାଗାକୁ ନ ଯାଇପାରିଲୁ ନାହିଁ, ବାସ୍ ମାସରେ ଥରେ ଦୁଇଥର କୁଆଡ଼େ ଗୋଟେ ପାଖ ହଉ କି ଟିକେ ଦୂର ଜାଗା ହଉ ବୁଲି ଆସିଲେ ମାଇଣ୍ଡଟା ବି ଭଲ ଲାଗେ ଆଉ ନିଜକୁ ବି ଭଲ ଲାଗେ। ଆକ୍ଚୁଆଲି ଆଜି ଆମେ ଯାଉଛେ ଘଟଗାଁ ମା ତାରିଣୀଙ୍କ ମନ୍ଦିର। ମୋର ଧରମ ନଣନ୍ଦ ଏଇଠି ରୁହନ୍ତି ଭୁବନେଶ୍ୱରରେ, ପୂର୍ବରୁ ମୁଁ ବହୁତ ଭିଡ଼ିଓରେ କହିଛି। ତ ଦି ନଣନ୍ଦ ଯିବେ ବୋଲି ସେମାନେ ପ୍ଲାନ୍ କରିଥିଲେ, ଆମକୁ କହିଲେ ଚାଲ ତାଙ୍କ ସହିତ ଯାଇକି ବୁଲି ଆସିବା। ସେଇଥିପାଇଁ କି ଆଉ ଶନିବାର ବି ଥିଲା, ଯେହେତୁ ଛୁଟି ଦିନ ସୁଯୋଗଟା ହାତ ଛଡ଼ା ନ କରିକି ଆମେ ବି ଚାଲିଲୁ ମାଆଙ୍କ ଦର୍ଶନ ପାଇଁକି। ସକାଳୁ 7 ସାଢ଼େ 7 ପାଖାପାଖି ଆମେ ଭୁବନେଶ୍ୱରରୁ ବାହାରିଲୁ ଆଉ ପହଞ୍ଚିଲା ବେଳକୁ 10ଟା ସାଢ଼େ 10ଟା ହେଇଯାଇଥିବ। ସେଥିପାଇଁ ସମସ୍ତେ କହିଲେ କିଛି ଟିକେ ଜଳଖିଆ କରିଦେଇକି ଯିବା। ମୋ ପୁଅ ତ ବାହାରୁ କିଛି ଖାଏନି ରାଗ ପାଇଁକି, ସେଥିପାଇଁ ତା ପାଇଁ ଏଠି ବିସ୍କିଟ୍ ଆଉ କେକ୍ ତା ବାବା କିଣୁଥିଲେ। ସେ କିଣ୍ଡର ଜୟ ନେବ ବୋଲିକି କେମିତି ନାଚୁଛି ଦେଖନ୍ତୁ। ସେ କିଣ୍ଡର ଜୟରେ କ'ଣ ଥାଏ ମୁଁ ବୁଝିପାରେନି, ପିଲାଙ୍କୁ ଏମିତି ଭୁଆଁ ବୁଲଉଛନ୍ତି କମ୍ପାନୀ ବାଲା। ତା ଭିତରେ ତ ଚକୋଲେଟ୍ ତ ଟିକେ ଥାଏ, କେବଳ ତା ଭିତରେ ଯେଉଁ ଖେଳଣା ପାଇଁକି ପିଲାମାନେ ପୁରା ବାୟା ସେ କିଣ୍ଡର ଜୟ ନେବେ ବୋଲିକି। ଏମିତି ତା ପାଇଁକି ଆସେନି। ଆଜି ଟିକେ ବୁଲିବାକୁ ଯାଉଥିଲା ବୋଲି କହିଲା ତ, ସେଥିପାଇଁ ତା ବାପା ଗୋଟେ ନେଇ ଆସିଲେ ଏଡ଼ିକି ଟିକେ ଚକୋଲେଟ୍ଟା। ତା ଭିତରେ ଚକୋଲେଟ୍ ଟିକେ ରଖିଦେଇଛନ୍ତି, ତା ଭିତରେ ଖେଳଣା ରଖିଦେଇଛନ୍ତି। ଜାଣିଛନ୍ତି ମାନେ କମ୍ପାନୀ ବାଲା ବହୁତ ଚାଲାକ, ଆଉ ତାର ଦାମ ପୁଣି 50 ଟଙ୍କା। ପିଲାଙ୍କୁ 2 ଥର 4 ଥର 5 ଥର ମନା କରିବେ, କେତେବେଳେ ତ କେତେବେଳେ ଗୋଟେ ପିଲା ହାବୁଡ଼ରେ ପଡ଼ିବେ। ସବୁବେଳେ ତ ଆପଣଙ୍କ ଜିଦ୍ ବି ରହିବନି, ପିଲାଙ୍କ ଜିଦ୍ ବି ରହିବ। ଆଜି ବୁଲିବା ବାହାନାରେ ତା ଜିଦ୍ ଆଗରେ ତାକୁ ତା ବାବା କିଣିଦେଲେ, ଆଉ ସିଏ ବହୁତ ଖୁସି ସେଇଟା ପାଇକି। ତାପରେ ସେ ରାସ୍ତାରେ ଗଲାବେଳେ ଦେଖିଲି ଏଇ କେତେ ଫୁଲ ହେଇଛି ଦେଖନ୍ତୁ, ପୁରା ଫୁଲ ଭର୍ତ୍ତି, ପୁରା ରାସ୍ତା ଯାକ ବିଲ ଯାକ ପୁରା ଧଳା, ବିଲ ଯାକ ପୁରା ଧାନ ଚାଷ ହେଲା ଭଳିଆ ଫୁଲ ହେଇଛି, ପୁରା ଧଳା ଧଳା ଦେଖାହେଉଛି। ଏଇ ଫୁଲର ନାଁଟା ମୋ ନଣନ୍ଦେଇ ମୋତେ ସେଦିନ ପୁରୀ ଗଲା ବେଳକୁ କହିଥିଲେ, କିନ୍ତୁ ଆମର ଆଉ ଗୋଟେ ଅଲଗା ନାଁ କୁହନ୍ତି, ସେଇଟା ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ କହିବି। ଆପଣମାନେ କୁହନ୍ତୁ ଆପଣଙ୍କ ଆଡ଼େ ଏ ଫୁଲକୁ କ'ଣ କୁହନ୍ତି।